ଚମ୍ପୁଆ ଉପଖଣ୍ଡରେ ଗଜରାଜଙ୍କର ରାଜୁତି ଜାରି ରହିଛି। ହାତୀ ଦ୍ୱାରା କ୍ଷୟକ୍ଷତି ଦିନକୁ ଦିନ ବଢି ଚାଲିଥିବା ଦେଖିବାକୁ ମିଳିଛି। ବନ ବିଭାଗ ହାତୀମାନଙ୍କୁ ଘଉଡାଇବା ପାଇଁ ସକ୍ଷମ ହୋଇପାରୁନାହାନ୍ତି। ହାତୀମାନେ କେତେବେଳେ ବାମେବାରୀ ଅଞ୍ଚଳରେ ତାଣ୍ଡବ ରଚୁଛନ୍ତି ତ କେତେବେଳେ ଉଖୁଣ୍ଡା ବନପାଳ ଅଞ୍ଚଳରେ କ୍ଷୟକ୍ଷତି କରି ଚାଲିଛନ୍ତି। ହାତୀମାନେ ଘର ଭାଙ୍ଗି ଧାନ ଚାଉଳ ଖାଇ ନୀତିଦିନିଆ ଘଟଣା ଦେଖିବାକୁ ମିଳୁଛି। ଏପଟେ ବନାଞ୍ଚଳ ପାର୍ଶ୍ୱ ଗ୍ରାମରେ ହାତୀ ମଣିଷ ଲଢ଼େଇ ଜାରି ରହିଥିବା ଦେଖିବାକୁ ମିଳୁଛି। ଚମ୍ପୁଆ ଉପଖଣ୍ଡକୁ କେତେବେଳେ ଝାରଖଣ୍ଡୀ ହାତୀ ପଶି ଆସି ତାଣ୍ଡବ ରଚି ଚାଲିଯାଉଛନ୍ତି। ହାତୀ ପାଇଁ ଚମ୍ପୁଆ ଉପଖଣ୍ଡବାସୀ ରାତିରେ ଭୟଭୀତ ଅବସ୍ଥାରେ ରାତ୍ରି ଯାପନ କରୁଛନ୍ତି। ଚମ୍ପୁଆ ଉପଖଣ୍ଡରୁ ହାତୀମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଘଉଡାଇବା ପାଇଁ ବନ ବିଭାଗ ସକ୍ଷମ ହୋଇପାରୁନାହିଁ। ଚମ୍ପୁଆ ଉପଖଣ୍ଡରେ ହାତୀମାନଙ୍କ ରାଜୁତି ରହିଥିବାରୁ ସେହି ଅନୁସାରେ କ୍ଷୟକ୍ଷତି ମଧ୍ୟ ବଢି ବଢି ଚାଲିଛି। ହାତୀମାନଙ୍କୁ ବନ ବିଭାଗ କେବେ ଘୋଡାଇବାକୁ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଛି। ବ୍ୟୁରୋ ରିପୋର୍ଟ, ବୈତରଣୀ ଖବର।